ମାନେ ଆମକୁ ପଢେଇବା ଆगे ପଚାରିବା ଆଜି ମତେ ହେଇନି ସେଇଥିପାଇଁ କହୁଛନ୍ତି ନା। ହଉ ଚାଲ ପଢିବା। ठीक है ପିଲାମାନେ ଠିକ 15 ମିନିଟ ମତେ କହିବ ହେଲା ଟିକେ ଶକ ଗୁଡାକ ବା କହିବେନି। 6:05 ଇତିହାସର ଲେଖା ପାଟି ଚୁପ କର। ଇତିହାସର ଲେଖକ କିଏ? ଆପଣଙ୍କ ପ୍ରବନ୍ଧ ମନେ ଅଛି? ନାଇଁ ମନେ ପାଟି ଚୁପ କର କହୁନ। ମତେ କିଏ ଢକିବ? କୋଉ ଯାଇ ପିଲାମାନେ ପଢା ହେଇଥିଲା? ପିଲାମାନେ ଇତିହାସ ବୁଝିପାରୁଛ? ସବୁଆଡେ ସବୁ ସେଇ ପରିସ୍ଥିତି। ମୁଁ ଯୋଉଠି ପଢଉଛି ଏଇ ପରିସ୍ଥିତି। ମୁଁ ଆଜି ପଢୁଛି ଯାଉଛି ପିଲା ଆର କିଛି ମନେ ନାହିଁ ବିଷୟ ଟା ସେଇଆ। ଆଉ ସବୁ ବିଷୟ ସବୁ ମନେ ଥିବ କିନ୍ତୁ ଏଇଟା କଷ୍ଟ। ବାରମ୍ବାର ଲୋଡ ହେଇଯିବ ଡାକିଦେବି ଏତେ କଷ୍ଟ ଆଉ କରନା। କଣ ହେଲା? ଏଇଟା ନେକ୍ସଟ କ୍ଲାସରେ ସାରିଦବା ଇତିହାସଟା ସାରିଦେଲା ପରେ ମୁଁ ଡାକିଦେବି। ଗୋଟେ ଦିନରେ ଗୋଟେ ଲମ୍ପ ସମ ଏଇ ଯୋଉ 6 ପେଜରୁ ପଢା ହବ କି? ଏଇ ବର୍ତ୍ତମାନ ଯୁଗର ଯେତିକି ପିଲାମାନେ ପଢା ହେଇଥିଲା ଟିକେ ଟିକେ ମନେ କଣ କରିବ? କିଛି କିଛି ମନେ ନାହିଁ କଣ କରିବ? ଏତେ ପଢେଇ ପଢେଇକି ଆଇଲି ଇତିହାସ କାହାକୁ କୁହାଯାଏ? ଇତିହାସ ଇତିହାସ କଣ ମାନେ ମନେ ଅଛି ନା ମନେ? ପିଲାମାନେ ଇତିହାସ କାହାକୁ କୁହାଯାଏ? ହଉ ଛାଡ ମୁଁ ପଢଉଛି ଆଉ ମୁଁ କଣ କରିପାରିବି ଆଉ ମୂଳକୁ ଯାଇକି ପଢେଇ ପାରିବି। ଛାଡ ପଢିବା ଆଉ ନହେଲେ କେମିତି ପଢେଇଲେ ବୁଝିପାରିବ କହୁନ? ତମେ ବୁଝିନ ଆଉ କେମିତି ପଢେଇଲେ ବୁଝିପାରିବ? ବିଟ ବାଇ ବିଟ ପଢା ହଉଛି। ଛାଡ ଚାଲ ପଢିବା ଆଉ ମନେ ରହିଲେ ରହୁ ନ ରହିଲେ ନାହିଁ। ଆଜି ନୋଟ ଟା ଡାକିବି ତାକୁ ଘୋଷି ଦବ ହେଲା ମୁଁ କିଛି କରିପାରିବିନି। ଦେଖ ଏଇ 6 ପେଜର ବିଷୟ ଟାକୁ ଗଡେଇ ଦିଅନ୍ତି ଆଡେଇ ଦେବି। ଟିକେ ଟିକେ ବୁଝିଥିଲେ ଯୋଉ ନୋଟ ଟା ଡାକିବି ତାକୁ ପଢିଲା ବେଳେ ତମକୁ ନିହାତି ମନେ ପଡିବ କି ମ୍ୟାମ ଏଇ କଥା କହିଥିଲେ। ଦେଖ 6 ପେଜର ସେକେଣ୍ଡ ପାରାଗ୍ରାଫ ହେଲା। ବର୍ତ୍ତମାନ ଯୁଗର ଇତିହାସ ଲିଖନ ପ୍ରଣାଳୀ ସ୍ୱତନ୍ତ୍ର ଏବଂ ଆଦର୍ଶର ନିକଟବର୍ତ୍ତୀ। ଏଥିରେ ମାନବ ଜୀବନର ସର୍ବବିଧ ବେପାର ଯୋଗ ଅଛି। ସେ କହୁଛନ୍ତି କଣ ନା ଆଗରୁ ଥିଲା କେବଳ ଯୋଉ ଇତିହାସ ଥିଲା ସେତେବେଳେ କଣ ନା କୋଉ ମନ୍ଦିର ସ୍ଥାପିତ ହେଲା ଯୋଉ କୋଉ ମନ୍ଦିର କୋଉ ରାଜା ସ୍ଥାପନ କରିଥିଲେ ସେଇ ହିସାବରେ ଇତିହାସ ରଚନା କରାଯାଉଥିଲା। କିନ୍ତୁ ଆଜିକାର ଆଧୁନିକ ଯୁଗରେ ମାନେ ଆମର ସାହିତ୍ୟ ବିଷୟରେ ଗୋଟେ ଇତିହାସ ଅଛି। ଯୋଉ ବିଜ୍ଞାନ ବିଷୟରେ ଗୋଟେ ଇତିହାସ ଅଛି। ଆଉ କଣ ନା ରାଜନୀତି ଉପରେ ଗୋଟେ ମାନେ ଇତିହାସ ଅଛି ମାନେ ସେ କହୁଛନ୍ତି ଆଗରୁ ଟୋଟାଲି ଭାରତର କି ଇତିହାସର ଗୋଟେ ଇତିହାସ ଥିଲା କିନ୍ତୁ ଏବେ ବିଜ୍ଞାନ ଯୁଗରେ ସବୁର ଅଲଗା ଅଲଗା ଇତିହାସ ଅଛି। ଆମେ ଯଦି ସାହିତ୍ୟର କହିବା କଣ ନା ପ୍ରଥମେ କିଏ ମହାଭାରତ ରଚନା କରିଥିଲେ ମାନେ ସେଇ ଯୁଗର କିଏ ରାଜା ଥିଲେ ନା ପ୍ରତାପ ରୁଦ୍ର ଦେବ ଥିଲେ। ତାପରେ କିଏ ନା ବଳରାମ ଦାସ ଜଗନ୍ନାଥ ଦାସ ପଞ୍ଚସଖା ମାନେ କେମିତି କଣ ଓଡିଆ ସହିତ ପ୍ରଥମରୁ କେମିତି ଆରମ୍ଭ ହେଲା କି ଅର୍ଥନୈତିକ ହେଲେ କି ରାଜନୈତିକ ହେଲେ ମାନେ
ରାଜନୈତିକ ହେଲେ କଣ ହବ ନା ଏଇ ଯୋଉ ଆଗରୁ କିଏ ସବୁ ମୁଖ୍ୟମନ୍ତ୍ରୀ ଥିଲେ ପ୍ରଧାନମନ୍ତ୍ରୀ ସିଏ ବି ଗୋଟେ ଇତିହାସ ହଉନି ସେ କହୁଛି ଆଗରୁ ଗୋଟେ ଉପରେ ଇତିହାସ ଥିଲା କିନ୍ତୁ ଏବେ ସବୁ ବିଷୟରେ ଇତିହାସ ରଚନା କରାଯାଉଛି କେବଳ ରାଜା ରାଜପୁରୁଷ ବା ରାଜନୀତି ଘେନି ବର୍ତ୍ତମାନ ଇତିହାସ ନୁହେଁ ସେ କହୁଛନ୍ତି ଆଗରୁ କଣ ନା ମାନେ ରାଜା ଯୋଉଟା ଶାସନ ଥିଲା ମାନେ ରାଜାଙ୍କର ସବୁ ବିବରଣୀ ମାନ ବି ସବୁ ଲିପିବଦ୍ଧ ହଉଥିଲା ମାନେ ଯେମିତି ଯୋଉ ଭୁବନେଶ୍ୱରରେ ଗୋଟେ ଶିଳାଲେଖ ଅଛି ଯୋଉ ଦ୍ୱିତୀୟ ନରସିଂହ ଦେବଙ୍କର ଏ ଯୋଉ କଙ୍କରଟା ଦିଟା ପାହାଡ ନାହିଁ କଙ୍କରଟା ଧଉଳି ଖଣ୍ଡଗିରି ଉଦୟଗିରି ତାର ଦେଖିନ ସବୁ ପଥରରେ ସବୁ ଲେଖା ହେଇଥିବ ନା ଯାଇନ ଗଲେ ଦେଖିବ ହେଲା ସେଟା ଦ୍ୱିତୀୟ ନରସିଂହ ଦେବଙ୍କର ହେଲା ମାନେ ସେଇଭଳିଆ ସବୁ ଯୋଉ ହେଇଥିବ ସେ କହୁଥିଲି ଆଗ କାଳେ ଯୋଉ ରାଜା ରାଜୁଡଙ୍କର ସବୁ ମାନେ କଥା ଇତିହାସ ହିସାବରେ ଲିପିବଦ୍ଧ ହଉଥିଲା କିନ୍ତୁ ଏବେ ଆଉ ରାଜା ରାଜୁଡଙ୍କର କଥା ଆଉ ଲିପିବଦ୍ଧ ହଉନି ଏବେ ମାନେ ମାନେ ସବୁ ବିଷୟରେ ଲିପିବଦ୍ଧ ହଉଛି ଏଥିରେ ଜାତି ସାଧାରଣତଃ ଆଚାର ବ୍ୟବହାର ଧର୍ମ ନୀତି ଶିକ୍ଷା ଶିଳ୍ପ ବାଣିଜ୍ୟ ସାହିତ୍ୟ ବିଜ୍ଞାନ সকଳ ପ୍ରକାର ପ୍ରয়োଜନୀୟ ବିଷୟ ସମାବେଶ ହେଇଛି ଯୋଉଟା ମୁଁ ଏବେ କହିଲି କି ସବୁ ବିଷୟରେ ମାନେ ଯୋଉ ଲିପିବଦ୍ଧ ହଉଛି ଇତିହାସ ହଉଛି ଲେଖା ହଉଛି ସେଇଟା ତଥାପି ସ୍ଥୂଳରେ ଏହା ରାଜନୈତିକ ଇତିହାସ ପ୍ରଦବାଚ୍ୟ ସେହି କାରଣରୁ କୌଣସି ଚିନ୍ତାଶୀଳ ପଣ୍ଡିତ ବୁଝିବନି ବୋଲି କିଛି ପଢେଇବନି ପଣ୍ଡିତ ସାହିତ୍ୟ ଇତିହାସ ଧର୍ମ ଇତିହାସ ବିଜ୍ଞାନ ଇତିହାସ ଇତ୍ୟାଦି ନାମ ଦେଇ ଭିନ୍ନ ଭିନ୍ନ ବିଭାଗରେ କ୍ରମିକ ଉନ୍ନତି ବିବରଣ ପୂର୍ଣ୍ଣତର ଆକାରରେ ଲିପିବଦ୍ଧ କରିବାକୁ ପ୍ରୟାସୀ ହୋଇଛି ବୁଝିପାରିଲ ମୁଁ ଯୋଉଟା କହିଲି ଯୋଉ ବିଜ୍ଞାନ ହିସାବରେ ଅଲଗା କି ସାହିତ୍ୟ ବିଷୟରେ ଅଲଗା ଇତିହାସ ସୃଷ୍ଟି କରିବା କି ଯୋଉ ଅର୍ଥନୀତି ଉପରେ ଅଲଗା ଇତିହାସ ସୃଷ୍ଟି କରିବା ରାଜନୀତି କି ପୌରାଣିକ ଉପରେ ଅଲଗା ଇତିହାସ ସୃଷ୍ଟି କରିବା ଏବେ ଯୋଉ ଆମର ଯୋଉ ଗୋଟେ କଣ ନା ରତ୍ନ ଭଣ୍ଡାର ଖୋଲା ହବ ସେଇଟା ବି ଆମର ଗୋଟେ ଆଗକୁ ମାନେ ଆମେ ଯେମିତି କଣ ଏବେ ଯେମିତି ଶୁଣୁଛୁ 46 ବର୍ଷ ପୂର୍ବରୁ ରତ୍ନ ଭଣ୍ଡାର ମାନେ ବନ୍ଦ ହେଇଥିଲା ମାନେ ଏବେ ସେଇଟା ଖୋଲା ହବ ସେଇଟା ଆମ ପାଇଁ କଣ ଇତିହାସ ହେଇଯାଇଛି ଏବେ ବି ଯୋଉ ଖୋଲା ହବ ସେଇଟା କଣ ନା ଆମ ଆଗ ପିଢି ପାଇଁ ବି ସେଇଟା ଆମର ଇତିହାସ ହେଇଯିବ ସେଇଟା ହଉଛି କଣ ନା ପୌରାଣିକ ସେ ବୁଝିବାକୁ ଟିକେ ଟିକେ ଚେଷ୍ଟା କର ଆଉ ଟିକେ ଟିକେ ମନ ରଖ ଆଉ ଏତେ ମାନେ କ୍ରିଟିକାଲ ବିଷୟ ପ୍ଲସ ଟୁ ରେ ଦବା କଥା ଆଉ ସବୁ ବିଷୟ ତମର ସହଜ ଅଛି ପୁଷ୍ପପୁରରେ ବର୍ଷା ବଣ ତିନି ତୁଣ୍ଡରେ ଶୁଣ ତମକୁ ସବୁ ମଜା ଲାଗି ପଡିବ କିନ୍ତୁ ଏଇଟା ଟିକେ କଷ୍ଟ ଅଛି ଆଉ ଟିକେ ଏଇଟା କଷ୍ଟ ଅଛି ଦେଖ ମନୁଷ୍ୟର ଜ୍ଞାନ ଶକ୍ତି ଓ ସମୟର ଅଳ୍ପତା ବିଷୟରେ ବିବେଚନା କଲେ ଏକ ପ୍ରକାର ଚେଷ୍ଟାରେ ସମ୍ୟକ ଔଚିତ୍ୟ ହଉଛି ଯଥାର୍ଥତା ବୋଧ ହୁଏ ଅସ୍ୱୀକାର କରାଯାଇ ନପାରେ ଇତିହାସର ଲିଖନ ପ୍ରଣାଳୀ ସମ୍ବନ୍ଧରେ ଦିନକୁ ଦିନ ପ୍ରଭୁତ ଉନ୍ନତି ସାଧିତ ହେଉଛି ଏଇ ଏଥିରେ ସନ୍ଦେହ ନାହିଁ ମାତ୍ର ପ୍ରକୃତ ଅନିସନ୍ଧିତ୍ସୁ ପିଲାମାନେ କଣ ଦେଖିଲ ପଢିଥିଲ ବୋଲି ବୁଝିଦେଲ ନ କହିବା ପୂର୍ବରୁ ନାଇଁ ଅନିସନ୍ତୁଷ୍ଟ ବ୍ୟକ୍ତି ସେତିକିରେ ସନ୍ତୁଷ୍ଟ ରହି ନପାରେ ସେ କହୁଛନ୍ତି କି ମାନେ ଦିନକୁ ଦିନ ମାନେ ଯେତେ ମାନେ ବିଜ୍ଞାନ ମାନେ ଆଡଭାନ୍ସ କରୁଛି ସେଠି ଦିନକୁ ଦିନ କଣ ହଉଛି ନା ଇତିହାସ ଲେଖନୀ ପ୍ରଣାଳୀ ମାନେ ବଦଳୁଛି ମାନେ ଗୋଟେ ଜଣେ ଯିଏ ଚିନ୍ତା କରୁଛି ଲେଖିବା ପାଇଁ ସେ କଣ କରୁଛି ନା ଆଗରୁ ଗୋଟେ ବିଷୟରେ ଲେଖା ହଉଥିଲା ମାନେ ଟୋଟାଲି ଓଡିଶାର ଇତିହାସ ଥିଲା ଏବେ ବିଭିନ୍ନ ଭାଗରେ ମାନେ ବିଭକ୍ତ କରାଯାଇଛି ସେ କହୁଛନ୍ତି ଯିଏ ଇତିହାସ ଲେଖୁଛନ୍ତି ସେ ଦିନକୁ ଦିନ କେମିତି ମାନେ ଉପରକୁ ଲେଖିବେ ସେଇଟାକୁ ମାନେ ଚିନ୍ତା କରୁଛନ୍ତି ଆଉ ଯିଏ ମାନେ ଗୋଟେ ଛୋଟ ଧର ଯୋଉ ପ୍ରବନ୍ଧ ଲେଖିଥିବ ସେ କେମିତି ଚାହିଁବ ମୁଁ ଆଉ ଟିକେ ବଡ ପ୍ରବନ୍ଧ ଲେଖିବି ମାନେ ସେ ଆଗକୁ ଆଗକୁ ଯିବାକୁ ସବୁବେଳେ ଚେଷ୍ଟା କରିବ ମାନେ ସେ ଚାହିଁବନି ସେତିକିରେ ରହିଯାଏ ସେ ଚିରଦିନ ମାନବ ସମାଜର ନାନା ବିଭାଗରେ ଇତିହାସ ଅନୁସନ୍ଧାନ କରିବାର ପ୍ରବୃତ୍ତି ରହିଥିବ ସାହିତ୍ୟ ଶିଳ୍ପ ବାଣିଜ୍ୟ ଧର୍ମ ନୀତି କାବ୍ୟ ଉପନ୍ୟାସ ବିଜ୍ଞାନ ଦର୍ଶନ ସମସ୍ତ ତାହା ନିକଟରେ ଐତିହାସିକ ସତ୍ୟମୟ ପ୍ରତ୍ୟେକ ବ୍ୟକ୍ତିର ଜୀବନ ଆହାର ପରିଷଦ ତାହା ନିକଟରେ ଜୀବନ୍ତ ଇତିହାସ ରୂପରେ ପ୍ରତିହତ ହୁଏ ସେ କହୁଛନ୍ତି କଣ ନା ଆମର ଏଇ ଯୋଉ ଧର ଯୋଉ ଇତିହାସ ଟା ରହିଛି ସେଟା କଣ ମାନେ ସବୁ ବିଷୟରେ ରହିଛି ସାହିତ୍ୟ ବିଷୟରେ ରହିଛି ଶିଳ୍ପ ବିଷୟରେ ମାନେ ସେ ଗୋଟାଏ କଥାକୁ ମାନେ ସେ ବାରମ୍ବାର ରିପିଟ କରିଛି ଏଇ ଗୋଟାଏ ପାରାଗ୍ରାଫରେ 3 ଥର ଗୋଟାଏ କଥା ଦେଲା ହେଲା ନା ପ୍ରତ୍ୟେକ ବ୍ୟକ୍ତିର ଜୀବନ କଣ ନା କୌଣସି ଗୋଟେ ମାନେ ଧର ଯୋଉ ମହାତ୍ମା ଗାନ୍ଧୀ ସେ କୋଉଠି ଯାଇଥିଲେ ପାଠ ପଢିବାକୁ ସେ କଣ କରିଥିଲେ ବିଲାତରେ କେତେ ବର୍ଷ ପାଠ ପଢିଥିଲେ ସେ କୋଉ ଆନ୍ଦୋଳନ ସୃଷ୍ଟି କରିଥିଲେ ସେ କଣ କହୁଥିଲେ ନା ଅହିଂସାରେ ମାନେ ସ୍ଵାଧୀନତା ଲାଭ କରିବା ପାଇଁ କି ସେ କହୁଥିଲେ କି ମାନେ ଲୁଣ ଖାଇବାକୁ ମନା କରିଥିଲେ
କି ତାଙ୍କର କଣ ନା ଆହାର ପରିଚ୍ଛଦ ସେ କହୁଥିଲେ କଣ ନା ମାନେ ଯୋଉ କଣ ତ ସୂତା କଣ ହଁ ଖଟି ଖାଅ କାଟିକି ପିନ୍ଧ ସେ କହୁଥିଲେ ତାଙ୍କର ମାନେ ଗୋଟେ ଗୋଟେ ବ୍ୟକ୍ତି ଏମିତି ଅଛନ୍ତି ତାଙ୍କର ସେ ଯାହା ଆହାର କରନ୍ତି ଯାହା ବା କଥା କୁହନ୍ତି ଯାହା ମାନେ ପିନ୍ଧନ୍ତି ତାଙ୍କର ସବୁ କଥା ଇତିହାସରେ ବର୍ଣ୍ଣିତ ହୋଇନା ରହିବ ହେଲା। ଇତିହାସ ଯେପରି ଭାବରେ ଲିଖିତ ହେଉ ପଠନ ପ୍ରଣାଳୀ ଉପରେ ତାହାର ଉପକାରିତା ବହୁ ପ୍ରମାଣରେ ନିର୍ଭର କରେ। ମୁଁ ଧର ଯୋଉ ତମକୁ ଏ ବିଷୟ ଟା ପଢଉଛି ମୁଁ କଣ ତମକୁ ଗୋଟେ ଧାଡି ପଢେଇଲି ବୁଝଉଛି ମୁଁ ଯଦି ଏମିତି ଏମିତି ଖାଲି ପଢିଯିବି ତମେ ସେଟା ବୁଝିପାରିବ କି ଏବେ ତମେ ଯାହା ଟିକେ ଟିକେ ବି ବୁଝୁଛ ସେବେ କଣ ଟୋଟାଲି ବୁଝିପାରିବ ସେ କହୁଛନ୍ତି ସେଇଆ କି ଇତିହାସ ଆମେ ଯଦି ଯିଏ ପଠନ ଯିଏ ପଢୁଥିବ ତା ଉପରେ ନିର୍ଭର କରେ ପିଲାମାନେ ବୁଝିପାରିବେ କି ବୁଝିପାରିବେ କି ଆମେ ଯଦି ରହିକିନି ଆମେ ଫୁଲ ଷ୍ଟପ୍ ଯଦି କିଛି ମାନିବାନି ଖାଲି ଡକ୍ଟର ହେଇକିନା ପଢିଯିବା ଆମେ କଣ ଇତିହାସରେ କିଛି ବୁଝିପାରିବେ କିଛି ବୁଝିପାରିବେ ପାଠକ ଯେବେ ବର୍ତ୍ତମାନ ସଙ୍ଗେ ଏବଂ ନିଜ ଜୀବନ ସଙ୍ଗରେ ଅତୀତର ସମ୍ପର୍କ ବିସ୍ତୃତ ହୋଇ ଇତିହାସର ଅଧ୍ୟୟନ କରିବାକୁ ପ୍ରବୃତ୍ତ ହୁଅନ୍ତି ତେବେ ସେ ଅଧ୍ୟୟନ ବିଡମ୍ବନା ମାତ୍ରା ସେ କହିଛନ୍ତି କଣ ନା ମାନେ ସେ କହିଛନ୍ତି ଧର ଯୋଉ ମୁଁ ଏବେ ପଢୁଛି ତମେ ଧର ଯୋଉ ଗୋଟେ ନାଟକ ପଢିଲ ସେ ନାଟକରେ ତମେ ଭାବିବ କି ସେ ନାଟକରେ ମୁଁ ହିଁ ହଉଛି ଚରିତ୍ର ତମେ ଇତିହାସ ଟା ତମେ ନିଜେ ପଢୁଛ କି ମହାତ୍ମା ଗାନ୍ଧୀ ଏହା କରିଥିଲେ ଜବାହରଲାଲ ନେହେରୁ ଏହା କରିଥିଲେ କିନ୍ତୁ ତମେ ସେଇଠି ତାଙ୍କ ସ୍ଥାନରେ ରହିକିନା ଭାବିବ ସେଇ ସମୟର ପରିସ୍ଥିତି ଟା କେମିତି ଥିଲା ସେ କହୁଛନ୍ତି ଅତୀତ ସାଙ୍ଗରେ ତମ ନିଜ ଜୀବନକୁ ଯଦି ଯୋଡିକିନା ଇତିହାସ ପଢିବ ତାହେଲେ ତମେ ଇତିହାସକୁ ବୁଝିପାରିବ ହେଲା ଇତିହାସ କେବଳ କେତେ ଗୁଡିଏ ଘଟଣା ସମଷ୍ଟି ଛଡା ଆଉ କଣ ସେ କହିଛନ୍ତି କି ମାନେ ଇତିହାସ ଯୋଉ ଆମର ରହିଛି ମାନେ ଆଗରୁ ସବୁ ଘଟି ଯାଇଥିବା ଘଟଣା ଗୁଡାକ ନା ଆଉ କଣ ତା ଦେହରେ ଅଛି ସେହି ଘଟଣାର ପଶ୍ଚାତ ଦେଶରେ ଯେ ନିୟମ ବା ନିୟନ୍ତାକ ହସ୍ତ କାର୍ଯ୍ୟ କରୁଛି ତାହାକୁ ପ୍ରତ୍ୟକ୍ଷ କରି ନ ପାରିଲେ ବିଦ୍ୟାଳୟର ବାଳକ ମାନଙ୍କ ତୁଲ୍ୟ କେତେ ଗୁଡିଏ ସୁସ୍ଥ କଥା ବା ମୃତ ଅତୀତର ଅର୍ଥ ଶୂନ୍ୟ ବିବରଣ କଣ୍ଠସ୍ଥ କରି କିଛି ଲାଭ ନାହିଁ ସେ କହୁଛନ୍ତି କି ମାନେ ଗୋଟେ ଧର ଯୋଉ ଘଟଣା ହେଲା କି ଗୋଟେ ଯୁଦ୍ଧ ହେଲା ତାର ଗୋଟେ ନିୟମ ରହିଥିବ କି କିଏ ବାଡଉଛି କି ସିଏ ମାନେ କଣ ନା ଗୋଟେ ଯୁଦ୍ଧ ହେଲା ନିୟମ ରହିଥିବ କି ସିଏ ଆମକୁ ଆକ୍ରମଣ କଲେ ତମେ ଆକ୍ରମଣ କରିବ ଯେକୌଣସି ଜିନିଷ ହଉ ଗୋଟେ ନିୟମ ରହିଥିବ ଆଉ ସେ ନିୟମ ଯିଏ ମାନେ ସୃଷ୍ଟି କରିଥିବ ସିଏ ହଉଛନ୍ତି କଣ ନା ନିୟନ୍ତ ହେଲା ମାନେ ଗୋଟେ ଯୁଦ୍ଧ ହେଲା ମାନେ ତାଙ୍କର ଜଣେ ରାଜା ଥିବେ ସେ କହିବେ ସିଏ ଆମକୁ ସିଏ ଆକ୍ରମଣ କରିବା ପୂର୍ବରୁ ତମେ ଆକ୍ରମଣ କରିବ କି ସିଏ ଆମକୁ ମାରିଲେ ତମେ ଆମକୁ ମାରିବ ଏମିତି ଗୋଟେ ନିୟମ ଥିବ ସେ କହୁଛନ୍ତି ତାକୁ ଯଦି ତମେ ଏମିତି ଯଦି ବୁଝିକିନା ନ ପଢିବ ତାହେଲେ ପଢିବାର କିଛି ମାନେ ମୂଲ୍ୟ ନାହିଁ ବୁଝିପାରୁନ ବୋଧେ ପିଲାମାନେ ମୁଁ ଅନଉଛି ମୁଁ ସମସ୍ତେ ଖାଲି ସମିତି ଭଲ ଭଲ କରି ଅନଉଛି ଆଉ ସେମିତି ବୁଝିଥିବ ଯେତିକି ବୁଝିଛ ଆଉ କଷ୍ଟ ବିଷୟ ଟା ତ ମୁଁ କେମିତି ନାଟକ ହେଇଛି କବିତା ହେଇଛି ମୁଁ ତମ କାହାଣୀ ପାଇଁ ବୁଝେଇଦେବି କୋଉଟା ଗଲା ଦେଖ ଅତୀତ କାଳରେ ଯେ ନିୟମ କାର୍ଯ୍ୟ କରିଅଛି ଏହି ମୁହୂର୍ତ୍ତରେ ଆମ୍ଭ ମାନଙ୍କର ଚତୁର୍ଦିଗରେ ଆମ୍ଭ ମାନଙ୍କ ଜୀବନରେ ସେହି ନିୟମ ସେହି ଭାବରେ କାର୍ଯ୍ୟ କରୁଅଛି ମନୁଷ୍ୟ ମାନଙ୍କର କଣ ଗପ ଚାଲିଛି ଆଜିକାଲି ସମସ୍ତେ ଖାଲି ଖୁସି ଖବର ହଉଛି ଶୁଣ ମନ ଧ୍ୟାନ ଦେଇ ଶୁଣ ବୁଝିବ ଦେଖ ମନୁଷ୍ୟ ମାନଙ୍କ ମଧ୍ୟରେ ପ୍ରକୃତିଗତ ସୌସାଦୃଶ୍ୟ ବିଦ୍ୟମାନ ମାନେ ମନୁଷ୍ୟ ଗୋଟେ ମନୁଷ୍ୟ ମାନେ ସମାନତା ସେ କହିବେ ମାନେ ସବୁ ମନୁଷ୍ୟ ଭିତରେ ମାନେ ସମାନତା ରହୁଛି ଏ କଥାରେ ମତଭେଦ ଏଇଟା ହଁ ଏ କଥାରେ ମତଭେଦ ହୋଇ ନପାରେ ବୈଷମ୍ୟ ଅର୍ଥ ହଉଛି କଣ କହିଲ ପିଲାମାନେ ଅଲଗା ଅଲଗା ସାଦୃଶ୍ୟ ହଉଛି ସମାନତା ଇଏ ହଉଛି ଅଲଗା ହେଲା ବୈଷମ୍ୟର ମାତ୍ରା ଯେତେ ଅଧିକ ହେବା ପଛକେ ମୂଳରେ ମାନବ ପ୍ରକୃତି ଅଛି ସେ କହୁଛନ୍ତି ଯେତେ ମଣିଷ ଅଲଗା ଅଲଗା ହେଲେ ବି ଲାଷ୍ଟକୁ ସେ କଣ ନା ମାନବ ଜାତି ହେଲା ଏକା ମାନବ ପ୍ରକୃତି କାହିଁକି ସମଗ୍ର ବ୍ରହ୍ମାଣ୍ଡରେ ଅନ୍ତରତମ ପ୍ରଦେଶରେ ଏପରି ଏକ ସାଧାରଣ ଭୂମି ଅଛି କଣ କରାଯିବ
हाँ कहीं गपुच कौन गपुच देख एटा मानव प्रकृति कहीं समग्र ब्रह्मांड रे अंतरतम प्रदेश रे एपरी एक साधारण भूमि अछि जेउठारे कौनसी प्रकार भेद वैषम्य परिदुष्ट हुए नहीं सेई भूमि उपरे दंडायमान होई परिले मनुष्य अपना भितर समस्त ब्रह्मांड प्रत्यक्ष करने को समर्थ हुए एवं सर्वत मंगलमय विधातांकर प्रत्यक्ष हस्त दर्शन करी स्तंभित और मोहित हुए से कहउचंदी कि मनुष्यर कोडी हेले माने माने जगतर शेषर गोटे से कहउचंदी कोन भगवान को राज्यर कथा कहउचंदी तो कहउचंदी एमिति एक जागा अछि कि हमर समाज रे कोन विभिन्न प्रकार माने लोक लोक भितर समानता अछि कि ए जाति से जाति माने वैश्यता अछि हेई सुनो ठीक ହେଲା କିନ୍ତୁ ମାନେ ଭଗବାନଙ୍କ ରାଜ୍ୟରେ କିଛି ଜାତି ଗୋତ୍ର କିଛି ନାହିଁ ସମସ୍ତେ ସମାନ ଆଉ କଣ ନା ସେଇଠିକି ତମେ ଯଦି ଯିବ ତାହେଲେ ତମେ କଣ କରିବ ନା ତମର ନିଜ ମାନେ ପ୍ରାଣ ଭିତରେ ତମେ ବିଶ୍ଵ ବ୍ରହ୍ମାଣ୍ଡକୁ ଦର୍ଶନ କରିବେ ଯୋଉଠି ହିଂସା ନାହିଁ ବାଦ ନାହିଁ ଯୋଉଠି ଜାତି ନାହିଁ ମାନେ କିଛି ନାହିଁ ହେଲା। ସୁତରାଂ ସେଠାରେ ଦେଶକାଳର ଦୂରତ୍ୱ ବିନଷ୍ଟ ହୋଇଯାଏ ସେ କହୁଛନ୍ତି କି ଯୋଉ ତମେ ଯୋଉ ଧର ଯୋଉ ଆମେ ଏଠି କୋଉ ଦେଶରେ ଗୋଟେ ଜନ୍ମଗ୍ରହଣ କରୁଛୁ କି କୋଉ ଗାଁରେ କି କୋଉ ଜିଲ୍ଲାରେ ଆମେ ଜାଣିଛୁ କି ତମେ ଗୋଟେ ଏମିତିଆ ଜାଗାକୁ ପଳେଇବ ଯୋଉଠି ମାନେ ଅନ୍ତ ଜଗତକୁ ମାନେ ଭଗବାନଙ୍କ ରାଜ୍ୟକୁ ସେଠି କୌଣସି ଦେଶ କି କୌଣସି କାଳ କି କିଛି ନଥିବ ଇତିହାସ ପାଠ କରିବା ବେଳେ ଅନେକ ସମୟରେ ଆମ୍ଭେମାନେ ଅଲକ୍ଷିତ ଭାବରେ ସେଇ ସାଧାରଣ ଭୂମିରେ ଉପସ୍ଥିତ ହଉ ସେତେବେଳେ ଏଟା ଯେତେବେଳେ ହେଇଛି ସେତେବେଳେ ହେଲା ସେତେବେଳେ ଅତୀତର ଦୁଃଖ ସୁଖ ହର୍ଷ ବିଷାଦ ଭୟ ବିଭୀଷିକା ସାହସ ବିକ୍ରମ ଜୀବନ ଓ ମୃତ୍ୟୁ ଆମ୍ଭମାନଙ୍କ ନିକଟରେ ଜୀବନ୍ତ ମୃତ୍ୟୁ ପରିଗ୍ରହ କରି ଦଣ୍ଡାୟମାନ ହୁଏ ଏବଂ ନିଜ ଜୀବନର ବ୍ୟାପାର ତୁଲ୍ୟ ପ୍ରତିବାଦ ହୁଏ ସେ କହୁଛନ୍ତି କି ଆମେ ଏଠି ସିନା ଅଛୁ ବୋଲି ଆମର ଲୋଭ ମୋହମାୟା ଅଛି କି ଦୁଃଖ ଅଛି ଦୁଃଖ ଅଛି ଆମେ ଯଦି ସେଇଠିକି ସେଇ ଜଗତକୁ ପଳେଇବା ତାହେଲେ ଆମ ମନ ଭିତରେ କୌଣସି ହସ ନଥିବ କି କାନ୍ଦ ନଥିବ କି କୌଣସି ଲୋଭ ନଥିବ କି ଲୋଭ ମୋହମାୟା କିଛି ନଥିବ ଏହି ଅବସ୍ଥାରେ ଅତୀତ ପ୍ରତି ହୃଦୟର ସହାନୁଭୂତି ସ୍ୱତଃ ଜାଗ୍ରତ ହୋଇ ଉଠେ ଅତୀତର ଜୟଲାସ ନିଜ ଜୀବନର ଜୟଲାସ ହଉଛି କଣ କହିଲ ଜୟ କରି ହେଲା ଜୟଲାସରେ ପରିଣତ ହୁଏ ଆଉ ଏମିତି ବି ଦେଖିଛନ୍ତି ଗୋଟେ ଗୋଟେ ଧାଡି ଯେ ଏକାଥରେ ଚାରି ପାଞ୍ଚ ଧାଡି ମାନେ ଫୁଲ ଷ୍ଟପ୍ ନାହିଁ ସହଜ ତ କଷ୍ଟ ବିଷୟ ତା ଦେହରେ ଟିକେ ଫୁଲ ଷ୍ଟପ୍ ଦେଇ ଛୋଟ ଛୋଟ ଲାଇନ କରିଥିଲେ ବୁଝିଥାନ୍ତା ଗୋଟାଏ ଲାଇନ ପଢୁ ପଢୁ 2-3 ମିନିଟ ପଳେଇବ ତମେ ଦେଖ ଏହିପରି ପ୍ରତ୍ୟେକ ଘଟଣା ସାଙ୍ଗେ ଯେତେବେଳେ ଜୀବନର ଯୋଗ ସଂସ୍ଥାପିତ ହୁଏ ସେତେବେଳେ ସମଗ୍ର ଅତୀତ ବର୍ତ୍ତମାନ ଆକାରରେ ଧାରଣ କରେ ପ୍ରକୃତି ପକ୍ଷେ ଚିନ୍ତାଶୀଳ ପାଠକ ଇତିହାସ ବର୍ଣ୍ଣିତ সকଳ ପ୍ରକାର ଚିତ୍ର ନିଜ ଜୀବନରେ ଏବଂ ସମସାମୟିକ ସମାଜ ମଧ୍ୟରେ ପ୍ରତିବିମ୍ବିତ ଦେଖି ସେଗୁଡିକ ସମୁଚିତ ଶିକ୍ଷା ଲାଭ କରନ୍ତି ମାନେ ଆଗରୁ କେମିତି ସବୁ ମାନେ ସମାଜ ଥିଲା ଆଉ ଏବେ କେମିତି ସମାଜ ଅଛି ତା ସାଙ୍ଗକୁ ତୁଳନା କରିକି ଯଦି ଇତିହାସ ପାଠ ପଢିବ ତାହେଲେ ବୁଝିବ ଏତିକି ଟିକେ ପଢିଲେ ଗୋଟେ ବୁଝିବନି ପାରୁନଥିବ ଆଉ କଣ ପଢିବି ଆଉ କଣ କହୁଛି ଅତୀତ ଜାଣିବାକୁ ଜାଣିବୁ ଆମ ଅତୀତରେ କଣ ଥିଲା ଜାଣିକି କଣଟା କରିବୁ ଆମର ପୂର୍ବରୁ କେମିତି ଥିଲା ମାନେ ଦେଖ ତମେ ନୁହଁ ଆମ ସମସ୍ତଙ୍କ ପାଇଁ ଆମ ସମସ୍ତଙ୍କ ମନରେ ଗୋଟେ ମାନେ ସୃଷ୍ଟି ହେଇଥିବ କି ମଣିଷ କୋଉଠୁ ସୃଷ୍ଟି ହେଲା ମାନେ ଏଇଟା କାହିଁ ପିଲାମାନେ ଶୁଣ ତମେ ଯେତେବେଳେ ମାନେ ଗୋଟେ ଜାଗାକୁ ଯିବ ନିରଳା ଜାଗାକୁ ସେ ତମେ ଭାବିବ ଭଗବାନଙ୍କ ସୃଷ୍ଟିରେ କୋଉଠୁ ହେଇଛି ଗଛ ଲତା ମାନେ ପୁଣି ଶୀତ ଋତୁରେ ଶୀତ ହଉଛି ବର୍ଷା ଦିନେ ବର୍ଷା ହଉଛି ଖରା ଦିନେ ଖରା ହଉଛି ପୁଣି ସକାଳ ହେଲେ ମାନେ ସୂର୍ଯ୍ୟ ଉଦୟ ହଉଛନ୍ତି ରାତି ହେଲେ କଣ ହଉଛନ୍ତି ନା ସନ୍ଧ୍ୟା ହେଲେ ଅସ୍ତ ହେଇଯାଉଛି ଏଇଟା ମାନେ କେମିତି ହଉଛି ତାର ଇତିହାସ କେବେ ପାଇଛ କି ଆଗରୁ ସବୁ କଣ ଥିଲା
ମାନେ ବିଭିନ୍ନ ପ୍ରକାର ଦେଖ ଏବେ ବି ପୁରୀ ମନ୍ଦିର ବିଷୟରେ ଗୋଟେ ଇତିହାସ ଅଛି, କୋଣାର୍କ ମନ୍ଦିର ବିଷୟରେ ଗୋଟେ ଇତିହାସ ଅଛି, ତାକୁ ତ ଆମର ଜାଣିବାକୁ ମାନେ ଇଚ୍ଛା ଥିବ ନା ନାଇଁ। ଆମର ପୂର୍ବ କଥାକୁ ମାନେ ଜାଣିବା ସହାୟକ ହଉଛି ଇତିହାସ। ବୁଝିବା ପୂର୍ବ ବିଷୟରେ ଜାଣିବା, ତା ଦେହରୁ କିଛି ଜ୍ଞାନ ଅର୍ଜନ କରିବା। କି ଆଗରୁ ଦେଖ ଏମିତି ଜ୍ଞାନ ଅର୍ଜନ କରିବା। ଏ ପିଲା ଶୁଣ, ଦେଖ ଗୋଟେ ମନ୍ଦିର ଆଗରୁ ଲୋକମାନେ ହାତରେ ମାନେ ସେ ଯୋଉ ଏଥିରେ ପଥରରେ ଏ ଯୋଉ ଲୁହାରେ ମାନେ ହଁ ହାଣି ହାଣିକି କେତେ ସୁନ୍ଦର ମନ୍ଦିର ତିଆରି କରୁଛନ୍ତି ନାଇଁ କି। ଆଗରୁ ଯେତେ ମନ୍ଦିର ହେଇଛି ଏବେ ବିଜ୍ଞାନ ଯୁଗରେ ସେତିକି ମନ୍ଦିର ସେତେ ସୁନ୍ଦର, ଯେତେ ମେସିନ ବାହାରିଲେ ବି ସେତିକି ସୁନ୍ଦର କରିପାରୁଛନ୍ତି କୁହ। ଯିବ କୋଣାର୍କ ମନ୍ଦିର ଗୋଟେ 19 ପିସ୍ ବି ହେଇନଥିବ, ଯେକୌଣସି ମୂର୍ତ୍ତି ହଉ ପୁରା ସାଇଜ। କିନ୍ତୁ ଏବେ ଦେଖିବ ଯୋଉ ପଥର ଗଳି ପଡିଛି ସେ ପଥରକୁ ବି ସେମିତି ନେଇକି ସାଧା ପଥର ଲଗେଇ ଦେଇଛନ୍ତି। ମାନେ ତାକୁ ମାନେ ମାନେ ଯୋଉ ଚିତ୍ର କରିକିନା ଆଉ ଲଗେଇନା। ଦେଖିବ ଏବେ ଯିବ ଆଗରୁ ଯାଇଥିବ ବି ଦେଖିଥିବ ଯେତିକି ସବୁ କାରୁକାର୍ଯ୍ୟ ହେଇଥିଲା ଏବେ ସେ ସବୁ ଖସି ପଡିଲାଣି। ସବୁବେଳେ ବାଉଁଶ ବଧା ହେଇଛି କିନ୍ତୁ ସେଭଳିଆ ଅଛନ୍ତି କାରୁକାର୍ଯ୍ୟ କରୁଛନ୍ତି। ସେଇଟା ତ ଆମେ ଜାଣିବା ନା ଆଗରୁ ମାନେ ଓଡିଶାର ମାନେ ପରିସ୍ଥିତି କଣ ଥିଲା, ଏବେ ଓଡିଶାର ପରିସ୍ଥିତି କଣ। ଆଉ ଜାଣିଲେ କଣ ହବ। ସେମିତି କହିବ ଯଦି ଅତୀତ ନଥିଲା ତାହେଲେ ଇଂରେଜ ମାନେ କାହିଁକି ଆସିଥିଲେ, କେତେ ବର୍ଷ ଶାସନ, ଇଂରେଜ କେତେ ବର୍ଷ ଶାସନ କରିଥିଲେ। ଇଂରେଜ କେତେ ବର୍ଷ ଶାସନ କରିଥିଲେ, 200 ବର୍ଷ। 200 ବର୍ଷ, 300 ବର୍ଷ ହେଲା। 300 ବର୍ଷ ଶାସନ କରିଥିଲେ ଇଂରେଜ ମାନେ। ଆମେ କୋଉଠୁ ଜାଣିଲୁ, ଆମେ କଣ ନାଇଁ ଆମେ କୋଉଠୁ ଜାଣିଲୁ, ମୁଁ କୋଉଠୁ ଜାଣିଲି ବହି ପଢି ଜାଣୁଛି। ଇତିହାସ ଥିଲା ବୋଲି ମୁଁ ଜାଣିଲି ନା। ଏଇ ଯଦି ସେମିତି ନଥାନ୍ତା ତାହେଲେ ମାନେ ମୁସଲିମ ଆଉ ହିନ୍ଦୁ ଭିତରେ ତଫାତ୍ କାହିଁକି ଥାନ୍ତା, ଯଦି ଆମେ ଇତିହାସ ଜାଣିନଥାନ୍ତୁ। କି ମାନେ ଇଣ୍ଡିଆ ପାକିସ୍ତାନ ଭିତରେ ଯୋଉ ଯୁଦ୍ଧ ଆମେ କେମିତି ଜାଣିବୁ ନାଇଁ। ପିଲାମାନେ ଦେଖ ବୁଝିପାରିଲ ନା ଉତ୍ତର ମିଳିଲା। ଆଉ କିଏ ପିଲାମାନେ ଜାଣିଛ ଉତ୍ତର ଟା କହିଦେଲ, ଇତିହାସ ଆମେ କାହିଁକି ପଢିବା। ତଥାପି ବୁଝିପାରିଲ ଇତିହାସ କାହିଁକି ପଢିବା। ତମେ ଯୋଉଠି ଉତ୍ତର ଖୋଜିପାର ମତେ ହେଲା। ମୁଁ କିନ୍ତୁ ମୋ ମତରେ ଏଇଟା ହଉଛି ଅତୀତର କଥା ଜାଣେ। ହଁ ଆମେ ସଚେତନ ବି ହବା ନା ଅତୀତ କଥା ନେଇକି। ତମେ ଏବେ ଗୋଟେ ନାଇଁ ନାଇଁ ମାନେ ଦେଖ ଆଗରୁ ମାନେ ଏବେ ତମେ ଗୋଟେ ସମସ୍ୟାର ମାନେ ସମ୍ମୁଖୀନ ହେଇଛ। ମାନେ ତାକୁ ସେଇଠୁ ସତର୍କ ହବ ନା, ସେମିତି ଆମେ ଆଗରୁ କଣ ଥିଲୁ। ଇଂରେଜ ମାନେ ଆମକୁ କେତେ ହଇରାଣ କରୁଛନ୍ତି, ଆମ ଜଗନ୍ନାଥଙ୍କୁ କୋଉଠି ନେଇ ଫୋପାଡି ଥିଲେ। କୋଉଠି ଆମ ଜଗନ୍ନାଥଙ୍କୁ ନେଇକି ଲୁଚେଇଥିଲେ ନବା ପାଇଁ ନାଇଁ କି। ସେମିତି କଳା ପାହାଡ ମାନେ କଳା ପାହାଡ ଆସିକି ଆମର କେତେ ମୂଲ୍ୟବାନ ଜିନିଷ ନେଇଯାଇଛନ୍ତି। ଆମେ ସେ ବିଷୟରେ ଜାଣିପାରୁନୁ। ହଉ ଦେଖ ପିଲାମାନେ ପଢିବା ଆଉ ଟିକେ। ସେଇଥିପାଇଁ ଏ ବିଷୟ ଟା କହୁଥିଲି, ସବୁ ବିଷୟ ଶେଷରେ ମୁଁ ଏ ବିଷୟ ଟା ପଢେଇବି। ହେଲା ତମେ କହିଲ ମୁଁ ଏକ୍ସାମ ରେ ପଢିବ ସେଥିପାଇଁ ମୁଁ ପଢେଇବି। ସେ ଯୋଉ କୋଉ ପଥର ଯୋଉ କଣ ତ ଯୋଉ ସୁଭଦ୍ରା ଆଉ ବଳଭଦ୍ରଙ୍କୁ ନେଇଯାଇଥିଲେ। ଜଗନ୍ନାଥଙ୍କୁ ଗୋଟେ ବିଲରେ ଫୋପାଡ଼ି ଦେଇକି ଯାଇଥିଲେ ଇଂରେଜ ମାନେ ହେଲା। ତାପରେ ଯୋଉ ଆମର ଯୋଉ ଅଛନ୍ତି କୋଉଠି କହିଲ, ତାପରେ ଜଗନ୍ନାଥଙ୍କୁ ମନେ ପଡୁନି ସେ ରାଜାଙ୍କ ନାଁ କଣ, ସେ ଯାଇକି ଆଣିକି ତାପରେ ଚିଲିକାରେ ବି ଲୁଚେଇଥିଲେ। ତାପରେ ଆଉ କୋଉଠି ଗୋଟେ ଖୋର୍ଦ୍ଧାରେ କୋଉ ଜାଗାରେ ଗୋଟେ ଜଗନ୍ନାଥଙ୍କୁ ଲୁଚେଇଥିଲେ। ଚିଲିକାର ଜଗନ୍ନାଥ ବହୁତ ଦିନ ଲୁଚିକି ଥିଲେ। ବହୁତ ଇତିହାସ ଅଛି। ତାଙ୍କର ବି ବହୁତ ଇଂରେଜ ମାନଙ୍କର ବହୁତ ଇତିହାସ ଆମ ଜଗନ୍ନାଥଙ୍କୁ ନେଇକି। ଜଗନ୍ନାଥଙ୍କୁ ନେଇଯିବା ପାଇଁ। ଦେଖ ଆଉ ଏତିକି ପଢିବା ତାପରେ ପଚାରିବି।
କଣ ହେଲା? ଆଉ ଅଳ୍ପ ପଡୁଛି ତାକୁ ପଚାରିବେ। ଆମ୍ଭେ ମାନେ ଚିରକାଳ ଶୁଣି ଆସିଲା ଆମ୍ଭେ ଆମ୍ଭେମାନେ ଚିରକାଳ ଶୁଣି ଆସୁଛୁ ଉପଦେଶ ଅପେକ୍ଷା ଦୃଷ୍ଟାନ୍ତ ଶିକ୍ଷା ପକ୍ଷରେ ଅଧିକତର ଉପଯୋଗୀ। ଉପଦେଶ ଆଉ ଦୃଷ୍ଟାନ୍ତ କଣ ପିଲାମାନଙ୍କୁ କହିଲ? ଦୃଷ୍ଟାନ୍ତ ହଉଛି ତମେ ପଢୁଛ ବା ଜାଣିନ, ଦୃଷ୍ଟାନ୍ତ ହଉଛି ଏକ୍ସାମ୍ପଲ ଦେଇ ବୁଝେଇବି। ହଁ ମାନେ ଉପଦେଶ କଣ, ମୁଁ ଏଇଖିନା ବହିରେ ଯାହା ଲେଖୁଛି ତମକୁ ସେଇଆ ଉପଦେଶ ଦେଇକି ସେଇଆ କହିଦେବି। ଯଦି ମୁଁ ତମକୁ କିଛି ଗୋଟେ ଏକ୍ସାମ୍ପଲ ଦେଇକିନା ବୁଝେଇବି ତାହେଲେ ତମକୁ ବୁଝିବାକୁ ସହଜ ହବ। ସେ କହୁଛନ୍ତି ଆମେ ମାନେ ଚିରକାଳ ଶୁଣି ଆସୁଛୁ ଉପଦେଶ ଅପେକ୍ଷା ଦୃଷ୍ଟାନ୍ତ ଶିକ୍ଷା ପକ୍ଷରେ ଅଧିକତର ଉପଯୋଗୀ। ମାନେ ଗୋଟେ ମାନେ ଛାତ୍ର ଯିଏ ସେ ମାନେ କଣ ନା ଉପଦେଶ ଅପେକ୍ଷା ଦୃଷ୍ଟାନ୍ତରେ ବହୁତ ଜଲ୍ଦି ମାନେ ବୁଝିପାର। ଇତିହାସ ଦୃଷ୍ଟାନ୍ତର ଆକାର ଏବଂ ସୂତାର ତାହା ଶିକ୍ଷା ପକ୍ଷରେ କିପରି ଉପଯୋଗ୍ୟ ବୁଦ୍ଧିମାନ ବ୍ୟକ୍ତି ମାତ୍ରକେ ଅନୁଭବ କରିପାରିବେ। ମାନେ ଯିଏ ବୁଦ୍ଧିମାନ ବ୍ୟକ୍ତି ହେଇଥିବ, ମାନେ ଯିଏ ପାଠ ପଢୁଆ ପିଲା ହେଇଥିବ, ସେ ବୁଝିପାରିବ କି ଉପଦେଶ କଣ ଆଉ ଦୃଷ୍ଟାନ୍ତ ମାନେ ଆମ ପାଖରେ କୋଉଟା ବୁଝିବାକୁ ସହଜ। ସେ ତ ମୂର୍ଖ, ତାକୁ ସବୁଠୁ ଭଲ ଲାଗେ। ଯୋଉ ଏକ୍ସାମ ରେ ଦେଖିବ ପଢିକି ଯାଇନଥିବ, ସେଇ ଏକ୍ସାମ ରେ ତମକୁ ସବୁ କୋଶ୍ଚିନ୍ ସହଜ ଲାଗେ। ଯୋଉଟା ଦେଖିବ ସେଟା କଣ ଟିକେ ଟିକେ ଆଉଥିବ, ଅନା ଦିନି ABCD ବୁଲେଇ ଦବ, କହିବ ମୁଁ ସବୁ ଠିକ କରିଦେଇଛି। ଆଉ ଯୋଉଟା ମାନେ ପଢିକିନା ଯୋଉ ଏକ୍ସାମ କୁ ଯାଇଥିବ, ସେ ଏକ୍ସାମ ରେ ବହୁତ ଟେନସନ ଲାଗୁଥିବ, କୋଉ କୋଶ୍ଚିନ୍ ଆସିବ କେମିତି ମୁଁ ଲେଖିବି ଟେନସନ ଲାଗୁଥିବ। ପଢିକି ନ ଯିବ ବିନା ଟେନସନ ଏକ୍ସାମ ଦେଇକି ଆସିବ। ଏଇଟା ସତ କଥା ନୁହଁ? ଦେଖ ପ୍ରାକୃତିକ ନ୍ୟାୟ ପ୍ରାକୃତିକ ନିୟମର କାର୍ଯ୍ୟ ପ୍ରଣାଳୀ ସର୍ବତ ଏବଂ ସର୍ବକାଳରେ ଏକା। ପ୍ରାକୃତିକ ନିୟମ କଥା ସେ ଦେଖ ଏକାଥରେ ଇତିହାସରୁ ପଳେଇଲେ କୋଉଠି ନା, ଯେମିତି କଣ ନା ପ୍ରାକୃତିକ ନିୟମ ହଉଛି କଣ ନା, ସକାଳ ହେଲେ ସୂର୍ଯ୍ୟ ହଉଛନ୍ତି, ଅସ୍ତ ହେଇଯାଉଛନ୍ତି, ସନ୍ଧ୍ୟା ହେଲେ, ରାତି ହେଲେ କଣ ହଉଛି ଜହ୍ନ ତାରା ସବୁ କଣ ହଉଛନ୍ତି ନା, ହଁ ପୁଣି ସକାଳ ହେଲେ ସେ କୁଆଡେ ପଳେଇ ଯାଉଛନ୍ତି। ମାନେ ଏଇଟା ହଉଛି ପ୍ରାକୃତିକ ନିୟମ। ମାନେ ଟୋଟାଲି ପୃଥିବୀର ସବୁ ଇତିହାସକୁ ଏଇ ବହି ଭିତରେ ସେ ରଖିଛି। ଯେ ପ୍ରକାର କାର୍ଯ୍ୟରୁ ଏକ ବ୍ୟକ୍ତି ବା ଜାତିର ଅଧପତନ ହେଲା, ସକଳ ବ୍ୟକ୍ତି ବା ଜାତିର ତଦ୍ୱାରା ନିଶ୍ଚିତ ଅଧପତନ ହେବ। ଉନ୍ନତିର ଯେ କ୍ରମ ଏକ ବ୍ୟକ୍ତି ବା ଜାତିର ଜୀବନର ପରିଲକ୍ଷିତ ହୁଏ, ସକଳ ବ୍ୟକ୍ତି ବା ଜାତି ପକ୍ଷରେ ସେହି କ୍ରମ। ମାନେ ସିଏ କହୁଛନ୍ତି ଦେଖ, ଧର ଯୋଉ ଇଂରେଜ ହଉଛନ୍ତି ଗୋଟେ ଜାତି, ଆମର ଓଡିଆ ହଉଛି ଗୋଟେ ଜାତି ହେଲା। ସିଏ ମାନେ ବହୁତ ବର୍ଷ ହେଲାଣି ସେ କଣ କହୁଥିଲେ ନା, ଆମର ଆସିକିନା ମାନେ ଓଡିଶାରେ ଆସି ଶାସନ କରୁଥିଲେ। ସେ ଓଡିଶାରେ ପ୍ରଥମ ଆସିଲେ କୋଉଠିକି ନା, ଖୋର୍ଦ୍ଧାକୁ ପ୍ରଥମେ ଆସିଲେ ହେଲା। ମାନେ ସିଏ କହୁଛନ୍ତି ତାଙ୍କର ଇଂରେଜ ଜାତିର ଯୋଉ ଅଧପତନ ହେଲା, ସିଏ ଯେବେଠାରୁ ବି ଆମ ଓଡିଶା ଛାଡିକିନା ଯାଇଛନ୍ତି, ସେବେଠାରୁ ତାପରେ ଆଉ ଆକ୍ରମଣ କରିଛନ୍ତି। ଗୋଟିଏ ଜାତି ଯେତେବେଳେ ଥରେ ସିଏ ଅଧପତନ ବା ତଳକୁ ଯିବ, ସେ ସବୁବେଳେ ହିଁ ସେମିତି ସେ ତଳକୁ ଯିବ, ସେ ଆଉ ଉଠି ପାରିବ ନାହିଁ। ହୁଁ। ଆଉ ଯିଏ ମାନେ ବିଜୟ ଲାଭ କଲା ଗୋଟେ ଥର, ସେ ସବୁବେଳେ ସେମିତି ମାନେ ବିଜୟୀ ହେଇକିନା ଯିବ। ବିପରୀତ ପିଲାମାନେ ଛାଡିଦେଲେ କି? ବିପରୀତ ପଥରେ ଗମନ କରି ସେହି କଦାପି ଉନ୍ନତିର ସୋପାନରେ ଆରୋହଣ କରି ନପାରେ। ହେଲା, ଏଇଟା କଣ ନା, ଧର ଯୋଉ ଜଣେ ତମେ ଏଇଖିନା ପାଠ ପଢୁଛ, ପାଠ ପଢିକିନା ଏକ୍ସାମ ଦବ, ତମେ ଯଦି କପି ଉପରେ ଭରସା କରିବ, ଯଦି ବୋର୍ଡ ପଳେଇ ଆସିଲା ତାପରେ କଣ ହବ? ଲେଖିପାରିବନି କିଛି। ସେଇଟା ହଉଛି ବିପରୀତ ହେଲା। ସେ ଦେଇଛନ୍ତି ଅମୁକ ବ୍ୟକ୍ତି ଅହଙ୍କାରୀ ଥିଲା, ତେଣୁ ତାହାର ପତନ ହେଲା, କିନ୍ତୁ ମୁଁ ଚିରକାଳ ଅହଙ୍କାରରେ ପ୍ରକ୍ଷେପିତ କରି ବୁଲିବି, ଅଥଚ ମୋର ପତନ ନାହିଁ, ଏହା କଦାପି ହୋଇ ନପାରେ। ମାନେ ସିଏ କହୁଛନ୍ତି କି ଇତିହାସରେ ମାନେ କାହିଁ ହସୁଛ, ଇତିହାସର ମାନେ ସେ ଗୋଟେ ଉଦାହରଣ ଦେଇଛନ୍ତି କି ସେ ଜଣେ ବ୍ୟକ୍ତି କହିବ କି ସିଏ ଗର୍ବ ଅହଙ୍କାର କରୁଥିଲା, ସେଥିପାଇଁ ଭଗବାନ ତାର ଗର୍ବ ଅହଙ୍କାର ସହିପାରନ୍ତି, ସେଥିପାଇଁ ତାର ସିଏ ହାରିଲା କି ସେ ମରିଗଲା। କିନ୍ତୁ ଆଉ ଜଣେ ଲୋକଟା କହୁଛି କି ମାନେ ଲେଖକ କହୁଛନ୍ତି କି କେହି କେବେ କହିପାରିବେନି କି ମୁଁ ଗର୍ବୀ, ମୁଁ ଅହଙ୍କାରୀ ହେଇକିନା ମାନେ ସମାଜରେ ଛାତି ଫୁଲେଇ ଚାଲିବି, କିନ୍ତୁ ମୋର କିଛି ହବନି।
ଅହଙ୍କାରର ମସ୍ତକରେ ପତନ, ଏହି କଥାଟି ସର୍ବତ ଉଜ୍ଜଳ ଅକ୍ଷରରେ ଲିଖିତ ହଉଛି। ଯିଏ ଅହଙ୍କାରୀ, ଯିଏ ଗର୍ବ ହବ, ତାହାର ସର୍ବଦା ସେ କଣ ନା ମାନେ ଅଧୋନ୍ନତି। ଅମୁକ ବ୍ୟକ୍ତି, ତା ନାଁ ଦେଇନାହାନ୍ତି, ଖାଲି ଅମୁକ ବ୍ୟକ୍ତି ଲେଖିଛନ୍ତି। ଅମୁକ ବ୍ୟକ୍ତି ସମସ୍ତଙ୍କ ଠାରେ ବିଶ୍ୱାସ ସ୍ଥାପନ କରି ସମସ୍ତଙ୍କର ବିଶ୍ୱାସ ଭାଜନ ହେଲା, କିନ୍ତୁ ମୁଁ ସମସ୍ତ ଜଗତକୁ ଅବିଶ୍ୱାସ କରି ସମସ୍ତଙ୍କ ନିକଟରେ ଆତ୍ମଗୋପନ କରି ସେହି ବ୍ୟକ୍ତି ପରି ସମସ୍ତଙ୍କର ବିଶ୍ୱାସ ପାତ୍ର ହେବି, ଏହା ଦୁରାଶା ମାତ୍ର। ମାନେ ସିଏ କହିବ, ମାନେ ଜଣେ ବ୍ୟକ୍ତି ବିଶ୍ୱାସ ହେଇଛି, ମୁଁ ତାପରି ହେବି, ସେଇଟା କଣ କେବେ ହେଇପାରିବ? ଧର୍ମର ଜୟ, ଅଧର୍ମର ପରାଜୟ। ଇତିହାସରେ ବ୍ରଜ ଗମ୍ଭୀର ସ୍ୱରରେ ଘୋଷଣା କରୁଛି, ମାନେ ଇତିହାସ ଘୋଷଣା କରୁଛି କି ମାନେ କାଳ କାଳରେ ସବୁବେଳେ ଧର୍ମର ଜୟ ହେଇଛି ଆଉ ଅଧର୍ମର ପରାଜୟ ହିଁ ହେଇଛି। ଅପରିଣାମଦର୍ଶୀ ମାନେ କଣ? ମାନେ ଆଗ କଥା ଭାବିବା, ମାନେ ଭବିଷ୍ୟତ କଥା ଭାବିବା। ଅପରିଣମଦର୍ଶୀ ମାନବ ଅନେକ ସମୟରେ ପୃଥିବୀରେ ବିପରୀତ ଭାବ ଦର୍ଶନ କରି ଅବିଶ୍ୱାସୀ ହୁଏ। ମାନେ ସିଏ, ମାନେ ମୁଁ ଏଗୁଡା କହିବି କି ଯୋଉ ଆମେ ଛୋଟବେଳୁ ମୁଁ ଶୁଣିଥିଲି 2012 କଳିଯୁଗ ଶେଷ ହବ, ମାନେ କଣ, ମାନେ ଆଗୁଆ ଜାଣିବିନି, ମାନେ କଣ ନା ଭୟ ପ୍ରଶ୍ନ, ମାନେ ବା ମାନେ ତାକୁ ମୁଁ ଏଗୁଡା କହିବି 2030ରେ ଗୋଟେ ସୁନାମି ମାଡି ଆସିବ, ତମେ ତ କଣ ଅବିଶ୍ୱାସୀ ଭାବିବ ନା ନାଇଁ? ତାର କିଛି ସତ୍ୟତା ଅଛି? ଇତିହାସ ପାଠ ଦ୍ଵାରା ସକଳ ଅବିଶ୍ୱାସ ତିରୋହିତ ହୁଏ, ଦୃଷ୍ଟି ଉଜ୍ଜଳ ହୁଏ। ମାନେ ଦେଖ, ଆମେ ଭବିଷ୍ୟତ କଥା ସିନା ଅବିଶ୍ୱାସୀ କରିବା, କିନ୍ତୁ ଆମେ ଅତୀତ କଥା କଣ ଅବିଶ୍ୱାସୀ କରିପାରିବେ? ଯାହା ଘଟି ଯାଇଛି ଆମ ସାଙ୍ଗେ ସେଟାକୁ ଆମେ ଅବିଶ୍ୱାସୀ କରିବେ? ଯାହା ଘଟିବାକୁ ଯାଉଛି ସିନା ସେଇଟା ଅବିଶ୍ୱାସୀ କରିବେ ନା। ସର୍ବତ ସତ୍ୟର ଜୟ, ମଙ୍ଗଳର ଜୟ, ପୁଣ୍ୟର ଜୟ ପ୍ରତ୍ୟକ୍ଷ କରି ପ୍ରାଣ ଆସ୍ଥା ଓ ବିଶ୍ୱାସରେ ପୁଲକିତ ହୁଏ। ବାସ୍ତବିକ ଉପଯୁକ୍ତ ଭାବରେ ପାଠ କରିବାକୁ ଶିକ୍ଷା କଲେ ଇତିହାସ ତୁଲ୍ୟ ଦ୍ୱିତୀୟ ଶିକ୍ଷକ ଆଉ କଦାପି ସୃଷ୍ଟ ହେବ ନାହିଁ। ସେ କହୁଛନ୍ତି କଣ ନା, ଆମକୁ ପ୍ରଥମ ଶିକ୍ଷା କିଏ ଦିଏ ନା ଶିକ୍ଷକ, ମା ବାପ, ଆଉ ଯିଏ ଶିକ୍ଷା ଦିଏ, ମାନେ ପ୍ରକୃତ ଉଚିତ ଶିକ୍ଷା ଦିଏ, ସିଏ ହଉଛି କିଏ ନା ଇତିହାସ। ଏଇଟା ଗୋଟେ କୋଶ୍ଚିନ୍ ଦିଆ ହଉଛି, ଦ୍ୱିତୀୟ ଶିକ୍ଷକ ଆମର କିଏ? ଇତିହାସ। ଏତିକି ଥାଉଛି ନା ହେଲା। ନେକ୍ସଟ କ୍ଲାସରେ ସାତ ଆଉ ଟିକେ ପଢେଇଲେ ତମ ମାନେ ପଚାରିବେ ଚାଲ। ଏଇଟା ମୁଁ ତ ଭଲ ସରଳ ଭାଷାରେ ତମକୁ ଗୋଟେ ନୋଟ କରିକି ଡାକୁଛି। ଶତପଥୀକରଣ ପଚରା ହବ, ତୁ ବହି ବନ୍ଦ କୁହାହେଇଛି। ନା ତମର ଇଣ୍ଟରନାଲ ସବୁ ପ୍ରାୟ କୋର୍ସ ସରିଗଲାଣି। ଇଣ୍ଟରନାଲରେ ଯୋଉଟା ତମର ପଢିବ, ଆଁ ଆଉ ଯୋଉ ପିଲାମାନେ ଯୋଉ ଗଦ୍ୟାଂଶ ପଦ୍ୟାଂଶ ଟା ନାହିଁ, ସେଇଟା ତମର ପାରାଗ୍ରାଫ ହିଁ ପଡିବ। ମାନେ ଗୋଟେ ବଡ ପାରାଗ୍ରାଫ ଦବ, ହଁ ହଁ, ସେଇଟାକୁ ଯୋଉ ଅନୁଚ୍ଛେଦ କହନ୍ତି ହେଲା, ସେଇଟା ପଡିବ। ତା ଦେହରୁ ତମାନେ ସେଇଥିରେ ପଢିଦବ ଦିଥର ଆଗେ, ତାପରେ ସେଇଟା ଫାଷ୍ଟ ପିଲାମାନେ କେମିତି କରିବ ନା, ଆଗେ ସବୁ ପ୍ରଶ୍ନ ପଢିବ ହେଲା। ମାନେ ଟୋଟାଲି ପାରାଗ୍ରାଫ ପଢି ନଥିବ, ଆଗେ ପ୍ରଶ୍ନ ପଢିଦବ ଦୁଇଥର, ତାପରେ ତମ ମାଇଣ୍ଡରେ ଥିବ ପ୍ରଶ୍ନ କୋଉ, ତାପରେ ପାରାଗ୍ରାଫ ଟାକୁ ପଢିବ, ପେନ୍ ଧରିଥିବ ନା, ତାପରେ ମାନେ ଗାରେଇଲେ କାଳେ କଣ କହିବେ, ଟିକେ ଟିକେ ଜଷ୍ଟ ଚିହ୍ନ କରିଦେଇଛି ଯୋଉଠି ଉତ୍ତର ଥିବ, ତମକୁ ଜଣା ପଡିବ। ତାପରେ କଣ ନା, ତମକୁ ଉତ୍ତର ବାଛିବାକୁ ସହଜ ହବ। ଆଗେ କୋଶ୍ଚିନ୍ ପଢି ମାନେ ତାକୁ ପଢିବ, ଆଗେ ତାକୁ ଥରେ ପଢିଥିବ, ପୁଣି କୋଶ୍ଚିନ୍ ଖୋଜି ତାକୁ ଖୋଜିଲା ବେଳକୁ ବହୁତ ସମୟ ପଡିବ। ଏମିତି କରିବ ବହୁତ ଜଲ୍ଦି। ବହି ସବୁ ବନ୍ଦ କର, ହାତ ଟେକିବ ହେଲା। ଅନୁସନ୍ଧାନ କରିବାର ଇଚ୍ଛା, କାହିଁକି ସବୁ ଗୁଣୁ ଗୁଣୁ କହିଦଉଛ? ପଣ୍ଡିତ ଦବ ସେଇ ଲାଷ୍ଟ ଧାଡିଥିବ। ତାପରେ ଜୟ କରିବାର ଇଚ୍ଛା, ଏପଟ ପିଲା ସେ ଲାଷ୍ଟ, ତମମାନେ କଣ ତମମାନେ କଣ ଧାଡି ଗୋଟେ ପଢିକି ଆସୁଛୁ?
ତମେ ପଢିଛ? ତମେ ପଢିଛ? ଆଉ କିଏ ତମେ ପଢିଛ? ଜାଣିବାର ଇଚ୍ଛା। କୁହ ତମେ କୁହ। ନାଚିବାର ଇଚ୍ଛା। ସେ ଲାଷ୍ଟ କହିଲ। ଯାଉ କଣ? ନାଚିବାର ଇଚ୍ଛା। ଆଁ? କଣ? କଣ କହୁଛ? ଆସିବନି? କାଇଁ? ଏ ପିଲା କେମିତି ପଢିକି ଆଇଛନ୍ତି? କେତେ ଦୂର କୁହ ପଢିକି ଆସିବାକୁ? ଆଁ? ଥରେ ପାଇଁ ପଢା ସରିକି ଦ୍ୱିତୀୟ ଥର ଚାଲିଛି ରିଭିଜନ। ଆଉ କେତେ ଥର ପୁଣି ପାଠ ପଢିବ? ତାଙ୍କ ପାଖ ଆସିବନି? କାଇଁ? କଣ ଗୁଣୁଗୁଣେଇ କହୁଛୁ ଜୋର କହୁନା? ପାଠ ଦିଆ ହେଇନଥିଲା ନା ଶୁଣି ନଥିଲ ନା ଆସି ନଥିଲ? କହିବ ମୁଁ ଆସିନଥିଲି। ହଁ ମୁଁ ଜାଣିଛି। କହିବ ମୁଁ ଆସିନଥିଲି। 15 ଦିନ ହେଲା ଯାଇଥିଲେ ମୁଁ ଠିକ ଦେଖିଛି ଯେ ମୋ କ୍ଲାସରେ ଆସିଥିଲେ। ଆଁ? ନ ଆସିଲେ ବି କ୍ଲାସ ରେକର୍ଡ ହଉଛି। ଦେଖି ପାରିଥାନ୍ତ। ସାଙ୍ଗମାନଙ୍କୁ ପଚାରି ପାରିଥାନ୍ତ। ତାପରେ ପୂର୍ବ କ୍ଲାସ ନ ଆସ। ସବୁ କ୍ଲାସରେ ପିଲାମାନେ ସେକେଣ୍ଡ ଇୟର ଆରମ୍ଭ ହେଲା ଦିନରୁ ମୁଁ ତମକୁ ପଚାରୁଛି ନା ପଚାରୁଛି? ପଢା ହଉ ନ ହଉ ମୁଁ ଗୋଟେ ଗୋଟେ କ୍ଲାସ ବି ତମକୁ ପଚାରେ। ଆଁ? ଓଡିଆ କ୍ଲାସ ମାନେ ସବୁବେଳେ ପାଠ ତ ଥିବ। ତମେ କହିଲ? ଆଁ? ତମେ ତ ସବୁ କ୍ଲାସ ହଉଛ। ଆଉ ତାଙ୍କ ପାଖ ଆସିବନି? କଣ କରିବ? ଏପଟ ପିଲା ବସ। ଏଇଥର ତମକୁ କୁହା ହବ। ଆଁ? ମୁଁ କଣ କିଛି କହିପାରିବିନି ଯିଏ ପାଠ ପଢୁଛ ପଢ ନ ପଢିଲେ ନାହିଁ। ତମେ ବି ସବୁ ଘରେ କରୁଛ ମୁଁ ସେଇ କଥା ଭାବୁଛି। ଯୋଉମାନେ ପାଠ ପଢିକିନା ଆଉଛନ୍ତି ସିଏ ତ ତମରି ଭଳିଆ ପିଲା ତ ପଢିକିନା ଆସୁଛନ୍ତି ନା ନାଇଁ? ନା ତମେ ଏକା ଘରକୁ ମୁଣ୍ଡେଇକି ହଉଛ? କେବେ ବି ତ ତମେ ଟୋଟାଲି ଘରେ କିଛି କାମ କରୁନଥିବ। ଦେଖିବାକୁ ଇଚ୍ଛା। ସାଙ୍ଗେ ସାଙ୍ଗେ ମୋ ଖାତାରେ ଲେଖି ଦେଇଛନ୍ତି। ବହି ବହି ଗୋଟେ ବୋଲି ଖାତାରେ ଲେଖି ଦେଇଛନ୍ତି। କେତେ ଚାଲାକ। କେତେ ଚାଲାକ। ମୁଁ ବହି ବନ୍ଦ କରିଦେବି ସେ ଖାତା ଦେଖି ସାଙ୍ଗେ ସାଙ୍ଗେ କହିଦେବି। ସେ ଲାଷ୍ଟ କହିଲ। ଆସିବନି? ତାଙ୍କ ପାଖ ବସ। ନେବାର ଇଚ୍ଛା। ସେ ତମେ କୁହ। ନେବାର ଇଚ୍ଛା। ପଢିବାର ଇଚ୍ଛା। କୁହ ତମେ କୁହ। ପାଇବାର ଇଚ୍ଛା। କୁହ ତମେ କୁହ। ଗୋଟାଏ ପେଜ ଜାଣିବି ନା ପିଲାମାନେ।